हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ମାନସିକ ମତବାଦ। 1950 ମସିହା ମଧ୍ୟଭାଗରେ ବି ନିଜର କେତେକ ସାଙ୍ଗଙ୍କ ସଙ୍ଗରେ ପ୍ରଥମ ଥର ପାଇଁ ଆଶ୍ରମ ଆସିଥିଲେ। ସନ୍ଧ୍ୟାରେ ଆସି ଆଶ୍ରମରେ ପହଞ୍ଚିଲେ। ସେମାନଙ୍କୁ କୁହାଯାଇଥିଲା ଶ୍ରୀମା ଖେଳ ପଡ଼ିଆରେ ଅଛନ୍ତି। ସେମାନେ ନିଜର ଲଗେଜ ରଖିଦେଇ ସଙ୍ଗେ ସଙ୍ଗେ ଶ୍ରୀମାଙ୍କର ଦର୍ଶନ ନିମନ୍ତେ ଖେଳ ପଡ଼ିଆକୁ ଯାଇଥିଲେ। ବି ଖେଳ ପଡ଼ିଆରେ ପ୍ରବେଶ କରନ୍ତେ ସତେଅବା ସେଠାକାର ବାୟୁମଣ୍ଡଳ ଆନନ୍ଦରେ ପ୍ରକମ୍ପିତ ହେଉଥିବାର ଅନୁଭବ କଲେ। ଲୋକମାନେ ପରସ୍ପର ମଧ୍ୟରେ କଥୋପକଥନ କରୁଥାନ୍ତି ଏବଂ ହସାହସି ମଧ୍ୟ ଖୁବ୍ ଜୋରରେ ଚାଲିଥାଏ ଏବଂ ଏହିପରି ଏକ ଆନନ୍ଦମୟ ହସ ଖୁସିର ପରିବେଶ ମଧ୍ୟରେ ଶ୍ରୀମା ବସିଥାନ୍ତି। ବି ସେହି ଲୋକ ଭିଡ଼ରେ ଆସ୍ତେ ଆସ୍ତେ ଶ୍ରୀମାଙ୍କ ଆଡ଼କୁ ଅଗ୍ରଗତି କଲେ ଓ ଯିବା ବେଳେ ଭାବୁଥାନ୍ତି କିଏ କାଳେ ମଝିରେ ତାଙ୍କୁ ହଠାତ୍ ବନ୍ଦ କରିଦେଇପାରେ, କିନ୍ତୁ କେହି ବା କାହିଁକି ତାଙ୍କୁ ବନ୍ଦ କରନ୍ତେ। ଯାହା ହେଉ, ଶେଷରେ ସେ ଆସି ଶ୍ରୀମାଙ୍କ ନିକଟରେ ପହଞ୍ଚିଲେ। ମା ଗୋଟିଏ ସୁନ୍ଦର ଜ୍ୟାକେଟ ପରିଧାନ କରିଥାନ୍ତି। ତାଙ୍କର ମନେ ହେଲା ସତେ କ'ଣ ଗୋଟିଏ ସୌନ୍ଦର୍ଯ୍ୟମୟୀ ଦେବୀ ସ୍ୱର୍ଗରୁ ଓହ୍ଲାଇ ଆସି ସେଠାରେ ଅବତୀର୍ଣ୍ଣ ହୋଇଛନ୍ତି। 2-3 ଦିନ ଏହିପରି ଦିବ୍ୟ ଉପସ୍ଥିତି ମଧ୍ୟରେ ବୁଡ଼ି ରହିବା ପରେ ତାଙ୍କ ମନରେ ଏକ ଗଭୀର ଆସ୍ପୃହା ଜାତ ହେଲା। ସେ କିପରି ଶ୍ରୀମାଙ୍କ ସଙ୍ଗେ କଥୋପକଥନ କରିବାକୁ ସମର୍ଥ ହୋଇପାରିବେ। ତାଙ୍କ ଭିତରେ ଏହି ଆସ୍ପୃହା ଜାତ ହେଲା ଯେ ସେ ମାଙ୍କ ସହିତ କିପରି ଟିକେ କଥାବାର୍ତ୍ତା କରନ୍ତେ। ଦିନେ କିଛି ବିତରଣ ସମୟରେ ବି ଶ୍ରୀମାଙ୍କ ନିକଟରେ ଠିଆ ହୋଇଥାନ୍ତି। ସେ ସାହସ ବାନ୍ଧି ମାଙ୍କୁ ପଚାରିଲେ, ହେ ମା, ଜଣେ କିପରି ତାର ମାନସିକ ମତବାଦରୁ କ୍ଷାନ୍ତ ହୋଇପାରିବ? ଜଣେ କିପରି ତାର ମାନସିକ ମତବାଦରୁ କ୍ଷାନ୍ତ ହୋଇପାରିବ? ଶ୍ରୀମା ତାଙ୍କୁ ଉତ୍ତର ଦେଇଥିଲେ, ଶ୍ରୀ ଅରବିନ୍ଦଙ୍କର ଗ୍ରନ୍ଥ ଅଧ୍ୟୟନ କର। ମା ଉତ୍ତର ଦେଲେ, ଶ୍ରୀ ଅରବିନ୍ଦଙ୍କର ଗ୍ରନ୍ଥ ଅଧ୍ୟୟନ କର। ଯଦି ମାନସିକ ମତବାଦରୁ ଆମେ ଯେକୌଣସି ଘଟଣାରେ ଗୋଟେ ମତ ଯୋଉ ଦେଇଥାଉ, ଏଇ ପ୍ରକାରର ଗୁଣଟା ହଉଛି ମନର, ତାର ଏକ ନିଜସ୍ୱ ପ୍ରକୃତି। ସେ ନିଜେ ସିଦ୍ଧାନ୍ତ ଗୋଟେ କୌଣସି ପ୍ରକାରର ଘଟଣାକୁ ବିଚାର କରେ ଏବଂ ବିଚାର କରି ଗୋଟେ ସିଦ୍ଧାନ୍ତ ଦିଏ। ତାର ନିଜ ମତକୁ ସେ ଉପସ୍ଥାପନ କରେ ଏବଂ କେତେକାଂଶରେ ମଧ୍ୟ ସେ ତାକୁ ଦାବି କରେ ଯେ ମୋ ମତ ହଉଛି ଠିକ। ତେଣୁ ତାଙ୍କ ଭିତରେ ଯୋଉ ପ୍ରଶ୍ନ ଥିଲା, ମା ତାର ଉତ୍ତରରେ କହିଲେ, ତୁମେ ଶ୍ରୀ ଅରବିନ୍ଦଙ୍କର ଗ୍ରନ୍ଥ ଅଧ୍ୟୟନ କର।